মতো ছাড়িদেবা নড় পড়াই ଯିବି। ଓହୋ ତମକୁ ଛାଡ଼ିଦେଲେ ତମେ ବୁଢ଼ୀ ଶୁଣିବ ପେଡ଼ିକା ଖୋଲିବ। ତାପରେ 7 ତାଳ ପାଣି 9 ତାଳ ପଙ୍କ ଭିତରେ ବସି ଓଡ଼ିଆ ଶୁଣୁଣି ଛୁଟିଟାକୁ କିଏ ଧରିବ? ଓଡ଼ିଶା ପୋଲିସ ଧରିବ। କଣ ପଇସା ହେଇଗଲା ଏଠି ଅନଳ ଅନଳ ଓଡ଼ିଆ ଶୁଣୁଣି ମରିବ। ଆଜି ନହେଲେ ବି କାଲି ମରିବ। ଅହଙ୍କାର ହସ୍ତିନାପୁରରେ ଅସ୍ତବ୍ୟସ୍ତ ଭାବେ ପରିଭ୍ରମଣ କରୁଥିବା ସେ ଭଗତ୍ସାବ ଅରୁଣମୈତ୍ର ସର୍ବଶେଷ ଶିକାର ପୂର୍ଣ୍ଣ ହବ। ଅଧର୍ମର ଗୁରୁ ଗମ୍ଭୀର ଚିତ୍କାର ବିলীନ ହବ ରକ୍ତ ନଦୀର ତର୍ଜନାଦରେ। ଭଜସ୍କର ବୀର୍ଯ୍ୟଧାରୀ ବୀର ଦ୍ରୋଣାଚାର୍ଯ୍ୟଙ୍କ ରକ୍ତାକ୍ତ ଶରୀର ମୂର୍ଣ୍ଣିତ ହବ। ସର୍ବଜ୍ଞାତ ମହାଜ୍ଞାନୀ ଭୀଷ୍ମ ହେବେ ସରଶଯ୍ୟାଶାୟୀ। ଆଉ ଶକୁନି ଶକୁନିର ପୋଷା ପରି ନିରବ ହୋଇଯିବ। ଶବ୍ଦହୀନ ଚୁପଚାପ। ସେ ସମୟଟା ଏତେ ଶୀଘ୍ର ଆସିବନି ପିସା। କାରଣ ଏଠି ପୁରାତନ ମାନଙ୍କ ଉପରେ ବର୍ତ୍ତମାନ ଛିଡ଼ା ହେଇଛି। ସେଦିନ ସିନା ଦୁର୍ଯ୍ୟୋଧନର ଶବ ଧରି ଶକୁନି କାନ୍ଦୁଥିଲା। ଏଟା ପରା କଳିଯୁଗ। ରେ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ଆଗ ତୁ ମରିବୁ। ଏଠି ଦୁର୍ଯ୍ୟୋଧନ ମାନଙ୍କ ଶବ ଉପରେ ଶକୁନି ମାନେ ତାଣ୍ଡବ କରିବେ। ତାଣ୍ଡବ ତାଣ୍ଡବ କରିବେ। ତାଣ୍ଡବ ଆରେ କାହିଁକି କାହିଁକି ଏମିତି ଗୋଟେ ଚକ୍ରାନ୍ତ କରି ମୋ ପରିବାରଟାକୁ ଧ୍ୱଂସ କରିଦେବାକୁ ବସିଛୁ? କଣ ପାଇଁ? ହୁତୁ ହୁତୁ ହେଇ ଚଳୁଥିବା ନିଆଁଟା ଏବେ ବି ବାଉଁଶ ତଳେ କୁହୁଡୁଛି। ଛାଡ଼ିଦେବେ ପେଟ୍ରୋଲ ତମ ଆଖପାଖ ଦୁନିଆଟା ହୁ ହୁ ହେଇ ଚଳିବ। କହିଦେବି ତୋର ଏ କୂଟ ଚକ୍ରାନ୍ତ ମୋ ପୁଅ ଆଗରେ ସବୁ ଖୋଲି କହିଲା। ସେ ଜମା ବିଶ୍ୱାସ କରିବନି। କାରଣ ସେ ମୋ ଚାଲରେ ଛନ୍ଦି ହେଇଯାଇଛି। ଉଠୁ କହିଲେ ଉଠିବ, ବସ କହିଲେ ବସିବ। ତାହେଲେ ତମ ଟୋକାକୁ ଖାଲା। କହିଲେ ମୁଁ ତ ହାତ ଯାଉଛି ତତେ ନେହୁରା ହଉଛି। ମୋ ପୁଅର କିଛି କ୍ଷତି କରନା। ମୋ ପରିବାରଟାକୁ ନଷ୍ଟ କରିଦେଲା। ଆରେ କହିବୁ ତ ମୁଁ ତ ଗୋଡ଼ ଧରିବି। ମାରିଦେବି। ମାର ଅନଳ। ତୋ ମନ ଇଚ୍ଛା ଯେତେ ମାରୁଛୁ ସେତେ ମାର। ମୁଁ ପ୍ରତିବାଦ କରିବିନି। ହେଲେ କେବଳ ଏତିକି ଦୟା କର ମୋ ପୁଅକୁ ତୁ ଛାଡ଼ିଦେ। ସବୁ ତ ପୁଅକୁ ନବୁ ପରିବାରକୁ ଝିଅକୁ। ଯଦି ନିଜ ପରିବାରକୁ ସୁରକ୍ଷିତ ଦେଖିବାକୁ ଚାହୁଁଛୁ, ଯଦି ନିଜ ପୁଅର ଜୀବନ ଚାହୁଁଛୁ, ତାହେଲେ କହ ଇଞ୍ଜେକ୍ସନ ନେଇ ପାଗଳ ହବୁ ନା ମରିବୁ? ପାଗଳ ହବୁ ନା ମରିବୁ? ପାଗଳ ହବୁ ନା ମରିବୁ? ମୁଁ ପାଗଳ ହେବି ମୋ ପୁଅର ଭବିଷ୍ୟତ ପାଇଁ, ମୋ ପରିବାରର ସୁରକ୍ଷା ପାଇଁ। ତୋ କଥା ମାନି ଆଜି ମୁଁ ପାଗଳ ହେବି। ବଢିଆ କଥା। ହେଇ ଦେଖ ଅନଳ, ମୁଁ କେମିତି ପାଗଳଙ୍କ ପରି ହସୁଛି। ଦେଖ ମୁଁ କେମିତି ପାଗଳଙ୍କ ପରି ହସୁଛି। ଦେଖ ମୁଁ ହସୁଛି। ଦେଖ ମଝି କେମିତି ପାଗଳଙ୍କ ପରି କାନ୍ଦୁଛି। ଦେଖ ମୁଁ କେମିତି କାନ୍ଦୁଛି। ଦେଖ ଅନଳ, ମୁଁ କେମିତି ପାଗଳଙ୍କ ପରି ଦେଖ ଅନଳ, ମୁଁ କେମିତି ମନ ଖୋଲା ହସ ହସୁଛି। ଦେଖ ମୁଁ କେମିତି ହସୁଛି।
এই যে কনলা ও মুখের তো কান্না নেই ଗୋଟେ କଥାରେ ଅଛି ଏ ସବୁ କରେ ମୁଁ ମୋ ବିନା କିଏ ଖେଳ ମୋଠୁ ଆରମ୍ଭ ମୋରି ପାଖରେ ଶେଷ ଏ ଭାଇ ଏ ତମେ କେବେ ଆସିଲ? କଣ ଆସିବା କିଛି ହେଲାନି ଆଉ ତମେ କିଛି ଜାଣିନ ମୋ ଦେହ ଅଛି କହିଲ ଏ ଆଜି ପରା ସାବିତ୍ରୀ ବ୍ରତ ମୋ ସ୍ତ୍ରୀ ମୋ ପାଇଁ ବ୍ରତ କରିଛି ସକାଳେ ମନ୍ଦିର ଯାଇଛି ଦେଖୁନ କେମିତି ସଜବାଜ କରିକି ବାହାରକୁ ଛାଡିଛି ସେଇଥିପାଇଁ ମୋ ଭାଇର ଆଜି ସତ୍ୟବାନ ଲୋକ ମୋ ଭାଇ ପାଇଁ ପଦେ ଗାଇବି ପଦେ ପଦେ ସେଟା ଡେଡିକେଟ କରିବୁ ଆଚ୍ଛା ঝুলরে অমর সাবিত্রী পাই ঝুলি ঝুলি আসু সাবিত্রী পাখু ঝুলি ঝুলি আসু সাবিত্রী পাখু সত্যবান হেই ঝুলু রে ঝুলমণি সত্যবান হেই ঝুলু এই শব্দ আমার বড় ମୋ ବଡ ଭାଇଟି ଆଜି ଭଳିଆ ଗୋଟେ ପବିତ୍ର ଦିନରେ ତମେ ମତେ ଆଇଁଷ ଖାଇବା ପାଇଁ ବାଧ୍ୟ କରୁଛ ମୁଁ ଖାଇବିନି ନାଇଁ ଏମିତି କାହିଁ ହଉଛି ଏଇ ଅନେଇଲୁ ଟଙ୍କା 10 ଲକ୍ଷ ନବ ଲହୁଣୀ ମାଠିଆରେ ଆଉ କିଏ କାହିଁ ମୁହଁ ମାରିବ ଆରେ ଆମେ ତ ଭିଡିଓ କରିବା ମାନେ ତୁ ନ କଲେ ଆଉ କିଏ କରିଦବ ଭିଡିଓଟା ଶୁଣୁ ମାଲଟା ଯେମିତି ହେଇଛି ତାକୁ ନେଇ ଭିଡିଓ କଲେ କିଛି ନହେଲେ ଟଙ୍କା 10 ଲକ୍ଷ ମିଛ କହୁଛ କଣ ଫୋନ ଭିଡିଓ କଣ ଛୋଟିଆ କଥା କହୁଛି ଏତେ ସୁନ୍ଦର ଝିଅ ଦେଖି 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 ଏ ଭାଇ କଣ ହେଇଛି ମାଲୋ ବାଛି ବସିଛି ମୋ ପାଟିରେ ପୁରା ଚନ୍ଦ୍ରମୁଖୀ ଭଳି ଦେଖାଯାଉଥିଲ ପଟରେ ଯିଏ ସାମ୍ନାରେ ଯିଏ ମନେ ଅଲିଭା ମାମୁ ମୋତେ ପଠେଇଛନ୍ତି ମାମୁ ପଠେଇଛନ୍ତି କୋଉ ମାମୁ ପଠେଇଛନ୍ତି ଅଚରା ମହାପାତ୍ର ଅଚରା ମହାପାତ୍ର ଏ ଯୋଉ ତାରପୁର ବାଇପାସ ପାଖରେ ଯାହା ଘର ସେ ମୋଟା ପେଟା ବୁଢା ସେ କଣ ମୋ ସ୍ୱାମୀଙ୍କ ଦେହ ଭଲ ନାହିଁ ଆଜ୍ଞା ତାକୁ ଭଲ କରିବା ପାଇଁ 10 ଲକ୍ଷ ଟଙ୍କା ଦରକାର 10 ଲକ୍ଷ ଟଙ୍କା ଏତେ ଗୁଡେ ଟଙ୍କା ଭାଇ କଣ ହବ ଏମସି ନେଇଗଲୁନି ଆଉ ଛାଡ଼ ଅବଶ୍ୟ ଆମ କମ୍ପାନୀରେ ଝିଅ ପିଲାମାନେ ଚାକିରି କରନ୍ତି କିନ୍ତୁ ତମେ ଦେଖ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ଡ୍ୟୁଟି କରିବାକୁ ପଡିବ ବଡ଼ ପରିଶ୍ରମ ହଁ ଆମ କାମ ଯାହା ସବୁ ଗୋରା ଦେହ ମଳିନ ପଡ଼ିଯିବ ଲେଟ୍ ନାଇଟ୍ରେ ଘରକୁ ଫେରିଲେ ସ୍ୱାମୀ ସନ୍ଦେହ ବି କରିବ ଓଡ଼ିଆ ଘର ବହୁ ତମେ ଆମ କମ୍ପାନୀରେ ଯୋଉ ସବୁ ଖରାପ କାମ ତମେ କରିପାରିବ ଦେଖ ତମେ ଯଦି ଥରେ ଆମ ସହିତ ଏଗ୍ରିମେଣ୍ଟ କରିବ ଆମେ ଯେତେବେଳେ ଲେଖିବୁ ସେତେବେଳେ ଆସିବ ଆମେ ଯେତେବେଳେ କହିବୁ ସେତେବେଳେ ଯିବୁ କଣ ଏସବୁ ପାରିବ କଣ ପାରିବ ତମମାନଙ୍କ ଭିତରେ ପ୍ରଥମ ମୋତେ କିଏ ଉପଭୋଗ କରିବ ତୁ ତାକିଆ ଟିକେ କାମୁଡ଼ି ପକଉ ମୋ ସ୍ୱାମୀଙ୍କର ଦେହ ଭଲ ନାହିଁ ଡାକ୍ତର କହୁଛନ୍ତି ତାଙ୍କର 2ଟା ଯାକ କିଡନୀ ନଷ୍ଟ ହେଇଯାଇଛି ତାକୁ ଇମର୍ଜେନ୍ସି ଅପରେସନ ଦରକାର ଆଉ ଅପରେସନ ପାଇଁ 10 ଲକ୍ଷ ଟଙ୍କା ଆବଶ୍ୟକ ଅଛି ମାମୁ କହିଲେ ମୋ ଦେହ ବଦଳରେ ଆପଣ ମାନେ କୁଆଡେ ମତେ 10 ଲକ୍ଷ ଟଙ୍କା ଦେବେ ଆମ କାମ ଦିଅନ୍ତୁ ବାପା ଆପଣ ମତେ 10 ଲକ୍ଷ ଟଙ୍କା ଦିଅନ୍ତୁ ଆଉ ଆପଣଙ୍କର ଯୁଆଡେ ଇଚ୍ଛା ମତେ ସିଆଡେ ନେଇ ଯାଆନ୍ତୁ କୁହନ୍ତୁ ବାବୁ ମତେ କୁଆଡେ ଯିବାକୁ ହବ କୋଉ ହୋଟେଲକୁ ନା ଆପଣଙ୍କ ବେଡରୁମକୁ ଓଡ଼ିଆ ଘରର ବୋହୁଟି ତୁ ଆଜି କଣ ସାବିତ୍ରୀ ବ୍ରତ হ্যাঁ କଣ ବେ ତୁ ସ୍ୱାମୀ ପାଇଁ ଆଇଛୁ ତୋର ଟଙ୍କା 10 ଲକ୍ଷ ଦରକାର ତୁ ତାକୁ କଣ ସିଏ ପୁଣି ଗୋଟେ ତାର ପୁଣି ସ୍ତ୍ରୀ ଅଛି ନା ନାଇଁ
ତା ସ୍ତ୍ରୀ ଦେବେ ଆମ୍ବ କଦଳୀ ପଣସ ନଡ଼ିଆ ସପୁରିଆ ଅଙ୍ଗୁରୁ କେତେ ପ୍ରକାର ଜିନିଷ ରଖିଛି। ତୁ ତାକୁ କହୁଛୁ ଆଇନା ଟିକେ ଚିକେନ ଲଲିପପ୍ ଖାଇଦବ, ଆଇନା ଟିକେ ଚିକେନ କୁତୁ କୁତୁ ଖାଇବ। ବସ ତମ ମନକୁ ତମ ମନକୁ ମୁଁ ଖାଇବି। ରଖ ତମ ସାବିତ୍ରୀ ବ୍ରତ। এই দেখো পছলে সুন্দর এই কপাড়িলে ফুল হলো এই কলেলি মা দত্তি রেডি হ্যাঁ হ্যাঁ কাই হଉଛୁ এই ଶୁଣ ତମେ ଆମକୁ ଟଙ୍କା ନବ, ତମେ ଜାଣିବ ଆମେ ଜାଣିବ। ଠିକ ଏଠି ଯାହା ହବ କ୍ୟାମେରା ଲାଗିଛି, ଏସବୁ କାମ ସେଇଆ। ତମେ ଜାଣିବ ଆମେ ଜାଣିବ, ହବ বাবু ମନ୍ଦିର ତୋଳୁଥିବା କାରିଗର ମନ୍ଦିରକୁ ହାତ ବଢେଇ କହିଛି, এই মন্দিরটা ମୁଁ ତୋଳିଛି। সেই মন্দিরের মূর্তি চুরি করে চোরটা যেতেବେଳେ পছরে বিকে যে কেবে কাহাକୁ কহেনি যে এই মূর্তিটা ମୁଁ সেই মন্দিরରୁ চুরি করে আনিছি। ମୋ ନାରୀତ୍ଵ ମୋ ସତୀତ୍ଵ ସବୁ କିଛି ନଷ୍ଟ ହେଇଗଲା ପରେ ମୁଁ କାହାକୁ କହିବି ବାବୁ? କାହା ଆଗରେ ମୁହଁ ଟେକି ମୁଁ ବାଟ ଚାଲିବି? ମତେ ଆପଣ ଦୋଷ ପଥର କରି ସାମନେ ଟିକେ ଆଣିଲେ ବେଶ୍ୟାଗିରି କରିବାକୁ ଯଦି ତୋର ଏତେ ଇଚ୍ଛା ତାହେଲେ କୋ ବେଶ୍ୟାଳୟକୁ ଯାଉନ। এইটা ଜଣେ ଭଦ୍ର ଲୋକର ଘର, ଏଠିକି ଆସିବାକୁ ତୋର ତମେ ତ ମତେ ଏବେ କହିଲ 10 ଲକ୍ଷ ଟଙ୍କା ଦେବି। କେମିତି କହିବ ସେ ତତେ ବସ୍ତିର ସାମ୍ନାରେ ଖରାପ କାମ କରିବାକୁ କହୁଛୁ, ତତେ ବାଡ଼େଇ ବାବୁ ଜାଣିଛୁ ନା? এইটা তো কোনটা করে ଯିବିନି ଯିବି ଯଦି ମୁଁ ଏଇ ବାବୁଙ୍କ ସହିତ ଯିବି। ସେ ଯୁଆଡେ କହିବେ ଯୋଉଠିକି କହିବେ ଯୋଉଠିକି ନେବେ ମୁଁ ତାଙ୍କରି ସହିତ ଜମା ପୁରା ବୁଝିବୁ ନଷ୍ଟ ଚରିତ୍ର।
ତମ ପାଖରେ ପୁରୁଷତ୍ୱ ନାହିଁ। କଣ କହିଲୁ? ମୋ ପାଖରେ ପୁରୁଷତ୍ୱ ନାହିଁ। ପ୍ରମାଣ ଦେଲେ ତ ଛାଡ଼ିବି। Silence! No disturb. Take diversion. ସମୟ ପଡ଼ିବ ସେଠି ୟୁଟର୍ନ ନେଇଛୁ ବୁଝିଲୁ କାହିଁକି କହିଲୁ ସମୟ ପଡ଼ିଛି ନା ଏ କରି କରାଉ ଥାଏ ମୁହିଁ ଭବିନୁ ଅନ୍ୟ ଗତି ନାହିଁ ହଁ ଦେଖୁନ ମୋ ଭାଇ ସେଠି ତାକୁ ଅଜଗର ଭଳିଆ କେମିତି ଧରି ବୁଲି ତାକୁ ଛାଡ଼େ ଅଲଡ଼କୁ ଧ ଅଲଡ଼ ଏମିତି କରିବି ଖେଳ ଏକାଥରେ ଧରିବୁ ହ୍ୟାଲୋ କାମ ସରିଗଲା ତୋର ତ ସରିଗଲାନି ତାକୁ ଛାଡୁ ତାକୁ ଛାଡେ ସେଇଠି ଚୁପଚାପ ଥିଅ ଏ ସେ ଭୁଲ କରିବନି ଉପରେ ବାଲା ଦେଖୁଛି ତତେ ସେ କେବେ ବି ସହିବନି ଆରେ ସେ ବିବାହିତା ସକା ଶୀଘ୍ର ବିଧିଛି ତା ସଂସାର ଭିତରେ ତୁ କାଇଁ ମୁଣ୍ଡ ପୁରାଉଛୁ ବିବାହିତା ତୁ ବିବାହ ହେଇଛୁ ତୋ ଭଇତା ମାନେ କେନ ପଡିଛି ତାକୁ ଭଲ କରିବାକୁ ଆଇଥିଲୁଟି ସବୁ ତ ଦେଇ ସାରିଛୁ ଟଙ୍କା ନେଇଛୁ ଟଙ୍କା ନେଇଛୁ ଏଇନା 2 ଲକ୍ଷ ଟଙ୍କା ତଳେ ପଡିଲା ଉଠା ସ୍ୱାମୀ ମରିଯିବ ସଂସାର ଭାସିଯିବ ସବୁ ତ ଯାଇଛି ତାକୁ କଣ ନେଇଛୁ ଟଙ୍କା ଉଠା ଲକ୍ଷ୍ମୀ ତଳେ ପଡିଲେ ସ୍ୱାମୀ ମରିଯିବ ସଂସାର ଭାସିଯିବ ଏବେ ଆଗରେ 2 ଲକ୍ଷ ଟଙ୍କା ପଡିଲା ତଳେ ଟଙ୍କା ଉଠା ସ୍ୱାମୀ ଏପଟେ ସଂସାର ଏପଟେ 2 ଲକ୍ଷ କେତେ ନେଲୁ 6 ନେଲୁଣି ସେଠି 8 ନେଲୁ ସ୍ୱାମୀ ମରିଯିବ ସଂସାର ଭାସିଯିବ ସେଠିକି ପଳେଇଲା ରେ ମୁଁ ଦେଢ଼ଶୁର ତମ ଭାଇ ବୋଉ ମୋ ହାତ ତୁ ବଞ୍ଚି ଗଲୁ ହେଲେ ଏବେ ମୋ ଭଉଣୀ ଗଲେ ମୁଁ ଥାନାକୁ ଯିବି ଯାଅ ତା ସବୁ ଘଟିଗଲା ସବୁ ପୋଲିସ ଦରକାର ପଡ଼ିଲେ ତମକୁ ବି ମାରିଦବ
এটা অজাত শত্রুর বড়। ମୋ ଭାଇ ମୋ ପାଇଁ କଣ ମୋ ବାପା ମା ପାଇଁ କଣ ସବୁ କରୁଛି ସେ କଥା ମତେ ବେଶ ଭଲ ଭାବରେ ଜଣା ଅଛି। ଯାହା ଜାଣିଛ ସବୁ ମିଛ। ସବୁ କଥା ଜାଣି ତୁ ମୁଣ୍ଡ ଉପରେ ଆକାଶ ଛିଡ଼ି ପାରିବ। ତୁମ ପାଦ ତ ବସିଲେ ପାଟି ଲଗାଉଛ। ମୋର କିଛି ଜାଣିବା ଦରକାର ନାହିଁ। କାହିଁକି ଆମର କଥା ଶୁଣୁଛୁ? ଚାଲ ଭାଇ ଚାଲ। ଯୋଉ ଭାଇକି ତମେ ଭାଇ ବୋଲି କହୁଛ ସେ ଭାଇ ତମ ଭାଇକୁ ମର୍ଡର କରୁଛି। ତମେ ମାନେ ତମ କଥାରେ ମତେ ଭୁଲେଇ ଦେବାକୁ ବସିଛ ନା? ମୁଁ ଠିକ୍ ଜାଣିଛି ତମେ ସମସ୍ତେ ଗୋଟାଏ ଗଛର ବିଷାକ୍ତ ଫଳ। ମୋ ଭାଇ ନାଁରେ ଏଣୁ ତେଣୁ ମିଛ ଗପ କହି ମତେ ଭୁଲେଇ ଦେବାକୁ ବସିଛ। ତାହେଲେ ଏଇଟା କଣ ମିଛ? ଏଥର ଚିନ୍ତା କର ତମେ ଦୁନିଆ ସହିତ ବାହାରକୁ ଯିବ ନା ମୋ କଥା ମାନିବ। ତମେ କଷ୍ଟ ପାଇବ ବୋଲି ଏଯାଏ ଆମେ ତାକୁ ସତ କଥା କହିନଥିଲୁ। ଚିନ୍ତା କର ତମର ବନ୍ଧୁ କିଏ ଆଉ ଶତ୍ରୁ କିଏ? ଆସ ଭାଇ। ଗଣ୍ଠି ଖୋଲୁ ଥରେ ବାପା। ସତ କହୁଛି ଭାଇକୁ ମୁଁ ମାରିବି। ଏମାନେ ସମସ୍ତେ ମୋ ନାଁରେ ମିଛ କହୁଛନ୍ତି। ହେଲେ ବିଶ୍ୱାସ କର ମୁଁ ତ ଶତ୍ରୁ ନୁହଲ। ଏମାନେ ତ ଶତ୍ରୁ। କିଛି କହୁନୁ କାହିଁକି? ମୁଁ ତ ଭାଇକୁ ମାରିନି। ଏମାନେ ସମସ୍ତେ ମିଛ କହୁଛନ୍ତି ମୋ ନାଁରେ। ମୁଁ ମାରିନି। ତୁ ମତେ ମାରିବୁ ତ? ଚାଲ ଘରକୁ ଯା, ତୁ ମତେ ଯେତେ ମାରିବା କଥା ମାରିବୁ। ଏଠି ରହିଲେ ଆମେ ତୋତେ ବି ମାରିଦେବୁ। ଚାଲୁନୁ ପଳେଇ। জীবন নিমিতে আশা বকরা আশা ইতি বেলি ফুল ইতি বেলি নন্দা ভুল যদি করে হরি বুঝা মরা মধুর সমর্গ তুমি পাতা বড় অঞ্চিতা মরি বিকুইলা বঞ্চিতা মরি বিকুইলা স্বপ্ন হলি মরি বিকুইলা আসিছি আসিছি